ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ବର୍ତ୍ତମାନ ଆପଣମାନଙ୍କର ଗୋଟେ ନିଜସ୍ୱ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ବା ଆପଣମାନଙ୍କର ପୁରୁଣା ବିଜନେସ୍ ଯେଉଁଗୁଡ଼ିକ ରହିଛି ତାକୁ ଆଉ ଟିକେ ଆପଣମାନଙ୍କର ମଡ଼ିଫାଏ କରି ଅଧିକ ଧରଣର ଇନଭେଷ୍ଟମେଣ୍ଟ ସେଥିରେ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଟଙ୍କାର ଆବଶ୍ୟକତା ନିହାତି ଥିବ। ତେଣୁ ଏହା ପାଇଁ ଆମେ ବିଭିନ୍ନ ସମୟରେ ଦେଖିଛୁ ଯେ ଯେତେବେଳେ ଆମେ କୌଣସି ଗୋଟେ ନୂଆ ବିଜନେସ୍ କରୁ, ତ ବିଜନେସ୍ କରିବା ସମୟରେ ଯେଉଁ ଆବଶ୍ୟକ ଟଙ୍କା ପାଇଁ ଆମେ ଗୋଟେ ଲୋନ୍ ଖୋଜିଥାଉ। ତେଣୁ ଆପଣମାନେ ଯେତେବେଳେ ଲୋନ୍ ଅନ୍ୟ କୌଣସି ବ୍ୟାଙ୍କ ବା ଆପଣମାନେ ପ୍ରାଇଭେଟ୍ ସଂସ୍ଥାରୁ ନେଉଛନ୍ତି, ଯେଉଁଥିରେ ଆପଣମାନଙ୍କୁ ବିଜନେସ୍ ପାଇଁ ଅଧିକ ଇଣ୍ଟରେଷ୍ଟ ଦେବା ପାଇଁ ପଡ଼ୁଛି। କିନ୍ତୁ ଆପଣମାନଙ୍କ ପାଇଁ ଆମର କେନ୍ଦ୍ର ସରକାରଙ୍କ ତରଫରୁ ଗୋଟେ ସୁନ୍ଦର ବିଜନେସ୍ ଲୋନ୍ ପାଇଁ ସ୍କିମ୍ ରହିଛି, ଯାହାର ନାମ ରହିଛି PMEGP ବା ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍। ଏହି ପ୍ରୋଗ୍ରାମ୍ ମାଧ୍ୟମରେ ଆପଣମାନେ ଯାହାକି ବ୍ୟାଙ୍କରୁ ଲୋନ୍ ନେଇପାରିବେ ଏବଂ ଏହି ଲୋନ୍ ଯେଉଁମାନେ ନେବେ ବା ଯଦି ଆପଣମାନେ ଏହି ଲୋନ୍ ନେଉଛନ୍ତି, ଏଥିରେ ଆପଣମାନଙ୍କୁ ରୁରାଲ ଏରିଆରେ 35% ଯେଉଁଟାକି ସବସିଡ଼ି ମିଳୁଛି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ, ଯଦି ଆପଣମାନେ ଗୋଟେ ବିଜନେସ୍ ଲୋନ୍ ପାଇଁ ଚିନ୍ତା କରୁଛନ୍ତି, ତାହେଲେ କେମିତି ଆପଣମାନେ PMEGPରେ ଲୋନ୍ ନେଇପାରିବେ ଏବଂ ଏହି ଲୋନ୍ ନେବା ପାଇଁ ଆପଣମାନଙ୍କୁ ଆବଶ୍ୟକ ଡକୁମେଣ୍ଟ କ'ଣ କ'ଣ ରହିଛି, ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଆମର ଯଦି ବିଜନେସ୍ ଲୋନ୍‌ର ଆବଶ୍ୟକତା ରହିଛି, ତାହେଲେ ଆମର ମିନିଷ୍ଟ୍ରି ଅଫ୍ ମାଇକ୍ରୋ, ସ୍ମଲ୍ ଏଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବା ଯେଉଁଟାକୁ ଆମେ କହୁଛୁ MSME ତରଫରୁ ଆପଣମାନଙ୍କୁ PMEGPର ଯେଉଁଟାକି ଲୋନ୍ ପ୍ରଦାନ କରାଯାଉଛି। ଏବଂ ଏହି ଲୋନ୍ ଯେଉଁମାନେ ଜାଣିଛନ୍ତି ବା ଯଦି ଆମେ ଦେଖିବା, ବ୍ୟାଙ୍କରେ ଏହି ଲୋନ୍ ଆପଣମାନଙ୍କୁ ମାର୍ଚ୍ଚ ମାସ ପରେ ଯାଇକି ଆରମ୍ଭ ହୋଇଥାଏ ଏବଂ ଏହାର ଗୋଟେ ଲିମିଟେଡ୍ ଟାର୍ଗେଟ୍ ଥାଏ। ତ ସେହି ଟାର୍ଗେଟ୍ ବେସିସ୍‌ରେ ବ୍ୟାଙ୍କ ଆପଣମାନଙ୍କୁ ଲୋନ୍ ଦେଇଥାଏ। ପ୍ରତ୍ୟେକ ବ୍ୟାଙ୍କ ଆପଣମାନେ ଯେକୌଣସି ପ୍ରାଇଭେଟ୍ ସେକ୍ଟରର ବ୍ୟାଙ୍କକୁ ଯାଆନ୍ତୁ ବା ଯେକୌଣସି ଆପଣମାନଙ୍କର ନ୍ୟାସନାଲାଇଜ୍ ବ୍ୟାଙ୍କରେ ଦେଖନ୍ତୁ, PMEGP ଲୋନ୍ ବର୍ତ୍ତମାନ ଯାହାକି ପ୍ରୋଭାଇଡ୍ କରାଯାଉଛି। ତେଣୁ ଏହି ଲୋନ୍‌ର ଫାଇଦା ଜଣେ ସାଧାରଣ ଲୋକ ଯଦି ନେବା ପାଇଁ ଚାହିଁବ, ତାହେଲେ ଏଇଟା କେମିତି ନେଇପାରିବ? ସବୁଠାରୁ ଇମ୍ପୋର୍ଟାଣ୍ଟ କଥା, ଲୋନ୍ ଆପଣମାନେ ଯେଉଁଟାକି ଆପ୍ଲାଏ କରୁଛନ୍ତି ଯେକୌଣସି ଲୋନ୍, ତ ସେଇ ଲୋନ୍ ଆପ୍ଲାଏ ପୂର୍ବରୁ ଗଭର୍ଣ୍ଣମେଣ୍ଟରେ ମଧ୍ୟ ବହୁତ ସାରା ଲୋନ୍ ଆପଣମାନଙ୍କୁ ମିଳୁଛି। ତେଣୁ ଗଭର୍ଣ୍ଣମେଣ୍ଟର ଲୋନ୍ ପାଇବା ପାଇଁ ହେଲେ ଆମର ଯଦି ଠିକ୍ ପ୍ରୋସିଡିୟରରେ ଆପଣମାନେ କରୁଛନ୍ତି ଏବଂ ବ୍ୟାଙ୍କରେ ଆପଣମାନଙ୍କର ସେଇ ଆପ୍ଲିକେସନଟି ଆପ୍ରୁଭ୍ ହେଉଛି, ତାହେଲେ 100% ଆପଣମାନେ PMEGPର ଲୋନ୍ ନେଇପାରିବେ। ଏବଂ ଏହି PMEGPର ଲୋନ୍ ଯଦି ଆମେ ନେବା, ଏଥିରେ ଦେଖନ୍ତୁ 1000ରୁ ଅଧିକ ଯେଉଁଟାକି ଆପଣମାନଙ୍କର ରହିଛି ବିଜନେସ୍‌ର ଟାଇପ୍, ଯେଉଁଥିରେ ଆପଣମାନେ ଯେକୌଣସି ଗୋଟେ ବିଜନେସ୍‌କୁ ଆରମ୍ଭ କରିପାରିବେ ଏବଂ ଏଥିରେ ଆପଣମାନଙ୍କର ଯେଉଁ ପ୍ରୋଜେକ୍ଟ କଷ୍ଟ ରହିବ, ସେହି ହିସାବରେ ଆପଣମାନେ 10ରୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇପାରିବେ। ତେଣୁ ଏହାର ଯଦି ଡିଟେଲ୍ସ ଗାଇଡଲାଇନ୍ ବିଷୟରେ ଆମେ ଆଲୋଚନା କରିବା, ତ ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍ ମାଧ୍ୟମରେ ଯେଉଁଟାକି ଆପଣମାନଙ୍କର MSME ତରଫରୁ ଆପଣମାନଙ୍କ ରୁରାଲ ଏବଂ ଅର୍ବାନ୍ ଏରିଆରେ ଅଲ୍ ଇଣ୍ଡିଆରେ ଆପଣମାନଙ୍କର ସେଲ୍ଫ ଏମ୍ପ୍ଲୟମେଣ୍ଟ ଯେଉଁଟାକି ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ଏବଂ ସମସ୍ତେ କେମିତି ଇଜିଲି ଫାଇନାନ୍ସିଆଲ ଲେବୁଲରେ ଆପଣମାନଙ୍କର ଲୋନ୍ ନେଇପାରିବେ, ସେ ବିଷୟରେ ଏହି ପ୍ରୋଜେକ୍ଟର ଯାହାକି ଆପଣମାନଙ୍କର ବେନିଫିଟ୍ ରହିଛି। ଯେଉଁଥିରେ ଦେଖନ୍ତୁ, ଆମର ଏଇ ପ୍ରୋଜେକ୍ଟ କଷ୍ଟ ବା ଆପଣମାନେ ଯେଉଁ ବିଜନେସ୍‌ଟି ଆରମ୍ଭ କରୁଛନ୍ତି, ଯଦି ନର୍ମାଲ ଜେନେରାଲ କ୍ୟାଟେଗୋରୀରେ ଆପଣମାନେ ବିଲଙ୍ଗସ୍ କରୁଛନ୍ତି, ତାହେଲେ ମାତ୍ର ପ୍ରୋଜେକ୍ଟ କଷ୍ଟର 10% ଆମର କଷ୍ଟମର ବା ବେନିଫିସିଆରୀ ଯେଉଁଟାକି କଣ୍ଟ୍ରିବ୍ୟୁଟ୍ କରିବେ। ବାକି ଯାହାକି ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ପରିବହନ କରିବ ବା ଗଭର୍ଣ୍ଣମେଣ୍ଟ ଦେବ। ଏବଂ ଟୋଟାଲ ଯଦି ଆମେ ସବସିଡି ଷ୍ଟ୍ରକ୍ଚର ଉପରେ ଦେଖିବା, ଯଦି ଜେନେରାଲ କ୍ୟାଟେଗୋରୀ ଜଣେ ଆପ୍ଲାଏ କରୁଛନ୍ତି, ତାହେଲେ ରୁରାଲ ଏରିଆରେ ତାଙ୍କୁ 25% ପର୍ଯ୍ୟନ୍ତ ଏବଂ SC, ST, ଓମେନ୍, OBC କ୍ୟାଟେଗୋରୀ ବା ହ୍ୟାଣ୍ଡିକ୍ୟାପ୍ଟ କ୍ୟାଟେଗୋରୀରେ ଯଦି ଜଣେ କ୍ୟାଣ୍ଡିଡେଟ୍ ଏହି ଲୋନ୍ ପାଇଁ ଆବେଦନ କରୁଛନ୍ତି, ଏଥିରେ ଦେଖନ୍ତୁ 35%ର ଯେଉଁଟାକି ସବସିଡି ରହିଛି ଏବଂ ମ୍ୟାକ୍ସିମମ୍ ଦେଖନ୍ତୁ ଏଥିରେ ଆପଣମାନଙ୍କର 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଯେଉଁଟାକି ଆପଣମାନେ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ନେଇପାରିବେ ଏବଂ ଅନ୍ୟାନ୍ୟ ବିଜନେସ୍ କ୍ଷେତ୍ରରେ ଆପଣମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଯେଉଁଟାକି ଆପଣମାନଙ୍କୁ ମିଳିବ ଏବଂ ଯେଉଁ ଟୋଟାଲ ପ୍ରୋଜେକ୍ଟ କଷ୍ଟ ହେବ, ଏଇଟା ଆପଣମାନଙ୍କର ଗୋଟେ ଟର୍ମ ଲୋନ୍ ହିସାବରେ ବ୍ୟାଙ୍କ ଆପଣମାନଙ୍କୁ ପ୍ରୋଭାଇଡ୍ କରିବ। ତ ଏହି ଲୋନ୍ ନେବା ପାଇଁ ଦେଖନ୍ତୁ ଏଲିଜିବୁଲ୍ କ୍ରାଇଟେରିଆ ବିଷୟରେ ଯଦି ଆମେ ଦେଖିବା, ଏଥିରେ ଆପଣମାନଙ୍କର 18 ବର୍ଷରୁ ଯେକୌଣସି ଭାରତୀୟ ନାଗରିକ ଏହା ପାଇଁ ଆପ୍ଲାଏ କରିପାରିବେ ଏବଂ ଏଥିରେ ଆପଣମାନଙ୍କୁ କୌଣସି ଇନକମ୍ ପ୍ରୁଫ୍ ଦେବା ପାଇଁ ପଡ଼ିବ ନାହିଁ। ତେଣୁ ମାନୁଫ୍ୟାକ୍ଚରିଂ ଆପଣମାନେ ଯେଉଁଟା ବି କରିବେ, ତ ସେଇ ମ୍ୟାନୁଫ୍ୟାକ୍ଚରିଂ କରିବାରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଆପଣମାନଙ୍କର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଯଦି ଲୋନ୍ ନେଉଛନ୍ତି, ମିନିମମ୍ ଆପଣମାନଙ୍କର କ୍ୱାଲିଫିକେସନ୍ ଦେଖନ୍ତୁ 8 କ୍ଲାସ୍ ଯଦି ଆପଣମାନେ ପାସ୍ କରିଛନ୍ତି, ତାହେଲେ ମଧ୍ୟ ଏଥିରେ ଆପଣମାନଙ୍କର ଲୋନ୍ ଇଜିଲି ମିଳିଯିବ। ଏବଂ ଏଥିରେ ଯେଉଁ ଲୋନ୍ ଆପଣମାନଙ୍କୁ ମିଳିବ, ଏଥିରେ ଯେଉଁ ପ୍ରୋଜେକ୍ଟ କଷ୍ଟ ରହିଛି, ତ ପ୍ରୋଜେକ୍ଟ ହିସାବରେ ଆପଣମାନଙ୍କୁ ଯାଇକି PMEGPରେ ଲୋନ୍ ପ୍ରଦାନ କରାଯାଏ ଏବଂ ଯେଉଁମାନେ SHG ଗ୍ରୁପ୍ ବା BPL ରେ ରହିଛନ୍ତି, ସେମାନେ ମଧ୍ୟ ଆପଣମାନେ ଏହି ଲୋନ୍ ପାଇଁ ଏଲିଜିବୁଲ୍ ଅଟନ୍ତି।
ଏବଂ ଏହି ଲୋନ୍ ପାଇଁ ଆବେଦନ କରିବା ପାଇଁ ହେଲେ ଆପଣମାନଙ୍କର ଯେଉଁ ଡକୁମେଣ୍ଟ କଥା ଯଦି ଆମେ ଦେଖିବା, ଡକୁମେଣ୍ଟ ହିସାବରେ ଆପଣମାନଙ୍କର ଆଧାର କାର୍ଡ଼, ପାନ କାର୍ଡ଼ ଏବଂ ଆପଣମାନଙ୍କୁ ଗୋଟିଏ ଯେଉଁଟାକି ପ୍ରୋଜେକ୍ଟ ରିପୋର୍ଟ ଦରକାର। ତ ସେଇ ପ୍ରୋଜେକ୍ଟ ରିପୋର୍ଟ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯେଉଁ ପ୍ରୋଜେକ୍ଟ ଆପଣମାନେ କରୁଛନ୍ତି, ତ ସେ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ କେମିତି ବନେଇବେ ମୁଁ ତାକୁ ଭିଡ଼ିଓ ଲାଷ୍ଟରେ ଆପଣମାନଙ୍କୁ କହିବି। ଏହା ସହିତ ଦେଖନ୍ତୁ ଆପଣମାନଙ୍କର ଏମ୍ଏସ୍ଏମ୍ଇ ରେଜିଷ୍ଟ୍ରେସନ ବା ଉଦ୍ୟମ ରେଜିଷ୍ଟ୍ରେସନର ଆବଶ୍ୟକତା ରହିଛି। ତେଣୁ ଏମ୍ଏସ୍ଏମ୍ଇ ସାର୍ଟିଫିକେଟ୍ ଆପଣମାନେ ଯେଉଁଟାକି ନିଜର ବନେଇବା ଦରକାର। ତାପରେ ଏମ୍ଏସ୍ଏମ୍ଇ ସାର୍ଟିଫିକେଟ୍ ବନେଇ ସାରିଲେ ଆପଣମାନେ ଯେଉଁଟାକି ଏଥିରେ ଅନଲାଇନ୍ ଆବେଦନ କରିବା ପାଇଁ ପଡ଼ିବ। ଅନଲାଇନ୍ କରିବା ପାଇଁ ହେଲେ ୟାର ଯେଉଁ ଆବଶ୍ୟକ ଡକୁମେଣ୍ଟ ରହିଛି, ତ ସେ ଡକୁମେଣ୍ଟ ବିଷୟରେ ଆମେ ଆଲୋଚନା କଲେ। ଅନଲାଇନ୍ ଆବେଦନ ଆପଣମାନେ କେମିତି କରିବେ? କାରଣ ଏଥିରେ ଯେଉଁ ଅନଲାଇନ୍ ଆବେଦନ ବହୁତ ଜଣଙ୍କର ଯେଉଁଟାକି ରିଜେକ୍ଟ ହେଇଥାଏ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବି ପୂର୍ବରୁ ପିଏମ୍ଇଜିପି ଲୋନ୍ ବିଷୟରେ ଜାଣିଛନ୍ତି ବା ଯଦି ଆପଣମାନେ ଆବେଦନ କରିଛନ୍ତି, ସେ ସମୟରେ ଆପଣମାନେ ଜାଣିଥିବେ ଯେ ପ୍ରୋଜେକ୍ଟ ରିପୋର୍ଟଟି ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିଥାଏ। ତ ସେଇ ପ୍ରୋଜେକ୍ଟ ରିପୋର୍ଟ ଆପଣମାନେ କେମିତି ତିଆରି କରିବେ? ତ ଏଠି ଆପଣମାନେ ଦେଖିପାରୁଥିବେ ଯେଉଁ ପ୍ରୋଜେକ୍ଟ କଷ୍ଟ କଥା ବା ପ୍ରୋଜେକ୍ଟ ରିପୋର୍ଟ କଥା ମୁଁ କହୁଛି, ଏଠି ଆପଣମାନଙ୍କର କିଛି ଯେଉଁଟାକି ଡେମୋ ହିସାବରେ ଦିଆଯାଇଛି। ବିଭିନ୍ନ ପ୍ରକାର ସର୍ଭିସ ରହିଛି, ଯେମିତିରେ ଆପଣମାନେ ଦେଖିପାରୁଥିବେ ଏଠି ପ୍ଲାଇମାକ୍ସ, ଏୟାର କଣ୍ଡିସନର ବହୁତ ସାରା ରହିଛି। ଆପଣମାନଙ୍କର ନର୍ମାଲ ଯେଉଁ ସବୁ କାମ ଆପଣମାନେ ଚାହିଁଲେ ମଧ୍ୟ ଏଠି ସବୁ କିଛି ଚେକ୍ କରିପାରିବେ। ତ ଯେଉଁ ସବୁ ଲୋନ୍ ପାଇଁ ଆପଣମାନେ ଆବେଦନ କରିବେ, ତାର ଦେଖନ୍ତୁ ଆପଣମାନଙ୍କର ପ୍ରୋଜେକ୍ଟ କଷ୍ଟ ଆପଣମାନଙ୍କୁ ମୁଁ ଏଠି ଦେଖାଉଛି। ତା ପୂର୍ବରୁ ଦେଖନ୍ତୁ ଏଠି ଆପଣମାନଙ୍କର ବେକରୀ ପ୍ରଡକ୍ଟ ଯେଉଁଟାକି ଆପଣମାନେ ନର୍ମାଲି ଇଟା ପ୍ରସ୍ତୁତ କରିବାଠୁ ଆରମ୍ଭ କରି ବହୁତ ସାରା କାମ ଏଠି ଆପଣମାନେ କରିପାରିବେ। ତାର ଡିଟେଲ୍ସ ଏଠି ଆପଣମାନଙ୍କର ଚେକ୍ କରିପାରିବେ। ଦେଖନ୍ତୁ ଏଠି ଗୋଟେ ରହିଛି ବାରବାର ସପ୍ ପାଇଁ ମୁଁ ଆପଣମାନଙ୍କୁ ଦେଖାଉଛି। ତାପରେ ବ୍ୟାଟେରୀ ୱାଟର ଏଇଭଳି ବହୁତ ସାରା ତ ଅପସନ୍ ଅଛି। ଏ ଯେଉଁ ବାରବାର ସପ୍ରେ ଦେଖନ୍ତୁ 93,000 ଟଙ୍କାର ଗୋଟେ ପ୍ରୋଜେକ୍ଟ ତିଆରି କରାଯାଇଛି। ତ ସେଇ ପ୍ରୋଜେକ୍ଟ କଷ୍ଟ ଉପରେ ଯଦି ଆପଣମାନେ ଏଠି କ୍ଲିକ୍ କରିବେ ଦେଖନ୍ତୁ, ତ ଦେଖିପାରୁଥିବେ ଏଠି ଆପଣମାନଙ୍କର ଗୋଟେ ବାରବାର ସପ୍ ଅର୍ଥାତ୍ ଯୋଉଟାକି ଆମେ ସେଲୁନ ବୋଲି କହୁଛୁ, ସେଠିରେ ଗୋଟେ ପ୍ରୋଜେକ୍ଟ କଷ୍ଟ ଯଦି ଆପଣମାନେ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇଭଳି ଗୋଟେ ପ୍ରୋଜେକ୍ଟ କଷ୍ଟ ଆପଣମାନଙ୍କର ନିହାତି ଦରକାର। ଯେଉଁଥିରେ ଆପଣମାନଙ୍କ ଟୋଟାଲ କେତେ ଖର୍ଚ୍ଚ ହବ, ବିଲ୍ଡିଂ ପାଇଁ କେତେ ଖର୍ଚ୍ଚ ରହୁଛି, ଟୋଟାଲ ୱାର୍କିଂ କ୍ୟାପିଟାଲ କେତେ ରହିଛି, ସବୁ କିଛି ଡିଟେଲ୍ସ ଚେକ୍ କଲା ପରେ ଏଇ ପ୍ରୋଜେକ୍ଟ କଷ୍ଟରୁ ହିଁ ଆପଣମାନଙ୍କୁ ଯଦି ସାଂସନ ହେଲା, ତାପରେ ଆପଣମାନେ ଲୋନ୍ ପାଇପାରିବେ। ତ ପ୍ରୋଜେକ୍ଟ କଷ୍ଟ କୋଉଠି ବନେଇବେ ସେଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ପ୍ରୋଜେକ୍ଟ କଷ୍ଟ ବନେଇବା ପାଇଁ ହେଲେ ଆପଣମାନଙ୍କ ଏରିଆରେ ଯେଉଁ ସବୁ ଆପଣମାନଙ୍କର ରହିଛନ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବା ବହୁତ ସାରା ସପ୍ ମଧ୍ୟ ରହିଛି, ସେଇ ସବୁ ସପ୍ରେ ଆପଣମାନେ ଏଇ ପ୍ରୋଜେକ୍ଟ ରିପୋର୍ଟ ବନେଇ ପାରିବେ। ଏବଂ এই ପ୍ରୋଜେକ୍ଟ ରିପୋର୍ଟ ବନେଇ ସାରିଲା ପରେ ଆପଣମାନେ ଅନଲାଇନରେ ଯୋଉଟାକି ଆବେଦନ କରିପାରିବେ। ଏହାର ପୋର୍ଟାଲ ମଧ୍ୟ ରହିଛି। ପୋର୍ଟାଲରେ ଆପଣମାନେ ଅନଲାଇନରେ ଆପ୍ଲିକେସନ ଦେଇପାରିବେ ଏବଂ ବ୍ୟାଙ୍କରୁ ଆପଣମାନଙ୍କର ଲୋନ୍ ସାଂସନ ହେଇପାରିବ। ତେଣୁ ଆମେ ଏ ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣେଇଦେଲି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ ଅଛନ୍ତି ମୋ ସହିତ କଣ୍ଟାକ୍ଟ କରିପାରିବେ। ମୁଁ ଆପଣମାନଙ୍କୁ ପିଏମ୍ଇଜିପିରେ କେମିତି ଆପଣମାନଙ୍କର ପ୍ରୋଜେକ୍ଟ ରିପୋର୍ଟ ବନେଇ ପାରିବେ ଏବଂ ପ୍ରୋଜେକ୍ଟ ରିପୋର୍ଟ ବନେଇଲେ ଆପଣମାନଙ୍କୁ କେତେ କଷ୍ଟ ଲାଗୁଛି ଏବଂ କେମିତି ଆପ୍ଲିକେସନ ଏପ୍ରୁଭ ହେଇପାରିବ, ସେ ବିଷୟରେ ଗୋଟେ ଡିଟେଲ୍ସ ଏବଂ ଡେଡିକେଟେଡ ଭିଡ଼ିଓ ଏହାର ପରବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତେଣୁ ଆଜି ପାଇଁ ଆଜିର ଏହି ଭିଡ଼ିଓଟି ମୁଁ ଏଣ୍ଡ କରୁଛି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ କିଛି ଇନଫର୍ମେସନ ମିଳିପାରିଥିବ। ତ ଯଦି ଭିଡ଼ିଓରେ କିଛି ଇନଫର୍ମେସନ ମିଳିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଏହାର ପରବର୍ତ୍ତୀ ଭିଡ଼ିଓରେ କେମିତି ଆପଣମାନେ ପିଏମ୍ଇଜିପି ଲୋନ୍ ଆବେଦନ କରିବେ ଏବଂ ପ୍ରୋଜେକ୍ଟ କେମିତି ତିଆରି କରିବେ ସେ ବିଷୟରେ ଡିଟେଲ୍ସ ମୁଁ ଭିଡ଼ିଓ ମାଧ୍ୟମରେ ଜଣେଇଦେବି।